কৃষ্ণ নামরে পাপ ক্ষয় যেতে করি ন পারে পাপি পাপ তেতে। রসকল্লোল কাব্যর এই পদটা এই ভিডিওর কেতেতম পদ ভাବରେ থিব ସମସ୍ତେ ବିଚାର କରନ୍ତୁ। ଏହି ଭିଡ଼ିଓରେ ମୁଁ ନେଇକି ଆସିଛି ରସକଲ୍ଲୋଳ କାବ୍ୟର କେତେ ଗୁଡ଼ାଏ ପ୍ରସିଦ୍ଧ ତଥା ଗୁରୁତ୍ୱପୂର୍ଣ୍ଣ ପଦାବଳୀ। ତେବେ ଭିଡ଼ିଓଟି ଆରମ୍ଭ କରିବା ଏବଂ ଆଶା କରୁଛି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ ଆଉ ଏହି ଗୁରୁତ୍ୱପୂର୍ଣ୍ଣ ପଦଗୁଡ଼ିକ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ। ଆଉ ଯେଉଁମାନେ ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଏହିଭଳି ପଦଗୁଡ଼ିକ ପ୍ରଶ୍ନରେ ବି ଆସିଯାଏ। ତେବେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କମଳ କୁମୁଦ ବନକୁ ପ୍ରମୁଦ କରେ ପୁଷ୍ପବନ୍ତ ଯେମନ୍ତ କୈବଲ୍ୟ ଦାୟକ ଦକ୍ଷିଣ ନାୟକ କୃଷ୍ଣ ଗୋପୀଙ୍କର ତେମନ୍ତ କହଇ ଦିନ କୃଷ୍ଣ ରସ କଲ୍ଲୋଳ କର୍ଣ୍ଣ ଦେଇ ଶୁଣ ରସିକ ସିଂହାଣ ବିଷୟରେ ନୁହି ଚଞ୍ଚଳ। କେଅବା ଲେଖିବ ଗଗନ ତାରା କେଅବା ଗଣିବ ବରଷା ଧାରା କେଅବା ଗଣିବ ସିନ୍ଧୁ ଲହରୀ କେପାରିବ ପୟୋ ନିଧି ପହଁରି କେଅବା ଏହା କରିପାରିବ କୃଷ୍ଣ ମହିମା କହି ନପାରିବ। କେଅବା ଲେଖିବ ଗଗନ ତାରା କେଅବା ଗଣିବ ବରଷା ଧାରା କେଅବା ଗଣିବ ସିନ୍ଧୁ ଲହରୀ କେପାରିବ ପୟୋ ନିଧି ପହଁରି କେଅବା ଏହା କରିପାରିବ କୃଷ୍ଣ ମହିମା କହି ନପାରିବ। କରିଥାଇ ପୂର୍ବରେ ଯେ ଯେଉଁ କର୍ମ କାଳେ ତାକୁ ତା ଭୋଗ କରାଇ ଧର୍ମ। କରିଥାଇ ପୂର୍ବରେ ଯେ ଯେଉଁ କର୍ମ କାଳେ ତାକୁ ତା ଭୋଗ କରାଇ ଧର୍ମ। କରେ ଗୋପୀମାନେ ଧଇଲେ ତାଳି କମଳ ନୟନ ନାଚନ୍ତି ଢଳି କନକ ନୂପୁର ଚରଣେ ରାଜେ କୋଟି କିଙ୍କିଣୀ କିଣି କିଣି ବାଜେ କହିବି କେତେ ସେ ନାଟ ଛବି କବି ଜଡ଼ ହୋଇ ରହେ ଯା ଭାବି। କରେ ଗୋପୀମାନେ ଧଇଲେ ତାଳି କମଳ ନୟନ ନାଚନ୍ତି ଢଳି କନକ ନୂପୁର ଚରଣେ ରାଜେ କୋଟି କିଙ୍କିଣୀ କିଣି କିଣି ବାଜେ କହିବି କେତେ ସେ ନାଟ ଛବି କବି ଜଡ଼ ହୋଇ ରହେ ଯା ଭାବି। କଉ ସୁଖ ନାହିଁ ନନ୍ଦ ଘରେ ଏହି ପୁଅ ଯାଏ ବୃନ୍ଦାବନକୁ କରୁଣା ହୃଦୟ ନୁହନ୍ତି ନିର୍ଦ୍ଦୟ ଧିକ ଏହାଙ୍କର ଧନକୁ କଉ ବିଧାତା କଲା ଏମନ୍ତ ବିଚାର କୋଟି ଲକ୍ଷ୍ମୀ ଯାହା ସେବାକୁ ଉତ୍ସାହ ସେ କରେ ବନକୁ ସଞ୍ଚାର। କଉ ସୁଖ ନାହିଁ ନନ୍ଦ ଘରେ ଏହି ପୁଅ ଯାଏ ବୃନ୍ଦାବନକୁ କରୁଣା ହୃଦୟ ନୁହନ୍ତି ନିର୍ଦ୍ଦୟ ଧିକ ଏହାଙ୍କର ଧନକୁ କଉ ବିଧାତା କଲା ଏମନ୍ତ ବିଚାର କୋଟି ଲକ୍ଷ୍ମୀ ଯାହା ସେବାକୁ ଉତ୍ସାହ ସେ କରେ ବନକୁ ସଞ୍ଚାର। କେବଳ ଏ ବଡ଼ ହେଲେ ହେଁ ଗଉଡ଼ ଘରେ ପଡ଼ିଲେ ଯେତେବେଳୁ କଠାଉ ଦୌଡ଼ି ଶିକା ଭାର ବାଡ଼ି ଆସ୍ଥା ହେଲାଣି ତେତେବେଳୁ କାହୁଁ ଖାଇବେ ନ ରଖିବେ ଯେବେ ଗୋଧନ କେବଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହି ଯିବ ଦିନ। କେବଳ ଏ ବଡ଼ ହେଲେ ହେଁ ଗଉଡ଼ ଘରେ ପଡ଼ିଲେ ଯେତେବେଳୁ କଠାଉ ଦୌଡ଼ି ଶିକା ଭାର ବାଡ଼ି ଆସ୍ଥା ହେଲାଣି ତେତେବେଳୁ କାହୁଁ ଖାଇବେ ନ ରଖିବେ ଯେବେ ଗୋଧନ କେବଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହି ଯିବ ଦିନ। କୃଷ୍ଣ ଗୋପୀଙ୍କର ଯେଉଁ ଘେନାଘେନି ବାଣୀ କହି ଶେଷ କରିବାକୁ କେ ଅଛି ଧରଣୀ କଠୋର ରସିକେ ଏଥି ଭାବ ନ ଜାଣନ୍ତି କମଳ ମଣ୍ଡୁକ ପ୍ରାୟ ତାହାଙ୍କର ରୀତି। କୃଷ୍ଣ ଗୋପୀଙ୍କର ଯେଉଁ ଘେନାଘେନି ବାଣୀ କହି ଶେଷ କରିବାକୁ କେ ଅଛି ଧରଣୀ କଠୋର ରସିକେ ଏଥି ଭାବ ନ ଜାଣନ୍ତି କମଳ ମଣ୍ଡୁକ ପ୍ରାୟ ତାହାଙ୍କର ରୀତି। କର୍ଣ୍ଣେ ମକର କୁଣ୍ଡଳ ଝଟକେ ଗଣ୍ଡମଣ୍ଡଳ ମସ୍ତକରେ ମଣିମୟ ମୁକୁଟ ଶୋହେ କଳିତ ଲଳିତ ହୃଦ ଦେଶରେ ଶ୍ରୀବତ୍ସ ପଦ ଭାବଗ୍ରାହୀ ନାଥ ଭକ୍ତ ଭାବରେ କହେ କୋଟି କାମ ନିନ୍ଦେ ଶ୍ରୀଅଙ୍ଗ କରେ କଙ୍କଣ ଚରଣେ ନୂପୁର ସଙ୍ଗ। କର୍ଣ୍ଣେ ମକର କୁଣ୍ଡଳ ଝଟକେ ଗଣ୍ଡମଣ୍ଡଳ ମସ୍ତକରେ ମଣିମୟ ମୁକୁଟ ଶୋହେ କଳିତ ଲଳିତ ହୃଦ ଦେଶରେ ଶ୍ରୀବତ୍ସ ପଦ ଭାବଗ୍ରାହୀ ନାଥ ଭକ୍ତ ଭାବରେ କହେ କୋଟି କାମ ନିନ୍ଦେ ଶ୍ରୀଅଙ୍ଗ କରେ କଙ୍କଣ ଚରଣେ ନୂପୁର ସଙ୍ଗ। କାଟିବାକୁ ବୃକ୍ଷ ଯେଉଁ ଲୋକ ଯାଏ କି କରି ସେ ତାହାର ଛାଇ ପାଏ। କାଟିବାକୁ ବୃକ୍ଷ ଯେଉଁ ଲୋକ ଯାଏ କି କରି ସେ ତାହାର ଛାଇ ପାଏ। କର୍ପୂର ଚନ୍ଦନ ଦେଇ ରସୁଣ ରୋପିଲେ ନେଇ କେତେବେଳେ ଛାଡ଼ଇ କୁତ୍ସିତ ବାସନା କୁଟିଳ ଦୁଷ୍ଟ ନାସ୍ତିକ ମହାପାପୀ ଅବିବେକ
ଲୋକଙ୍କ ସ୍ୱଭାବ ସେହି ପ୍ରକାରେ ସିନା କୋକିଳ ବଚନ ମଧୁର କରଇ ବିଯୋଗୀ ଜନ ମନ ବିଧୁର। କର୍ପୂର ଚନ୍ଦନ ଦେଇ ରସୁଣ ରୋପିଲେ ନେଇ କେତେବେଳେ ଛାଡ଼ଇ କୁତ୍ସିତ ବାସନା କୁଟିଳ ଦୁଷ୍ଟ ନାସ୍ତିକ ମହାପାପୀ ଅବିବେକ ଲୋକଙ୍କ ସ୍ୱଭାବ ସେହି ପ୍ରକାରେ ସିନା କୋକିଳ ବଚନ ମଧୁର କରଇ ବିଯୋଗୀ ଜନ ମନ ବିଧୁର। କୃଷ୍ଣ ନାମରେ ପାପ କ୍ଷୟ ଯେତେ କରି ନପାରେ ପାପୀ ପାପ ତେତେ କୁଧର ପ୍ରମାଣେ ତୁଳାକୁ ଶିଖି କଣ ମାତ୍ରକେ ନ ଦିଅଇ ରଖି କର ହେ ଜନେ କୃଷ୍ଣ କୀର୍ତ୍ତନ କର୍ଣ୍ଣରେ ଶୁଣ କୃଷ୍ଣ କଥା ମାନ। କୃଷ୍ଣ ନାମରେ ପାପ କ୍ଷୟ ଯେତେ କରି ନପାରେ ପାପୀ ପାପ ତେତେ କୁଧର ପ୍ରମାଣେ ତୁଳାକୁ ଶିଖି କଣ ମାତ୍ରକେ ନ ଦିଅଇ ରଖି କର ହେ ଜନେ କୃଷ୍ଣ କୀର୍ତ୍ତନ କର୍ଣ୍ଣରେ ଶୁଣ କୃଷ୍ଣ କଥା ମାନ। କବି ହୋଇ କରୁଥିବ ନିର୍ମଳ କବିତ୍ୱ କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ କିଞ୍ଚିତ କରି ଆସ୍ୱାଦ କରୁଥିବ ତାହା କହେ କୃଷ୍ଣ କି ମଧୁରେ ଲେଖିବି ମୁଁ ଏହା। କବି ହୋଇ କରୁଥିବ ନିର୍ମଳ କବିତ୍ୱ କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ କିଞ୍ଚିତ କରି ଆସ୍ୱାଦ କରୁଥିବ ତାହା କହେ କୃଷ୍ଣ କି ମଧୁରେ ଲେଖିବି ମୁଁ ଏହା। ଯଥାର୍ଥରେ କୁହାଯାଇଛି କଲ୍ଲୋଳେ ପଦଲାଳିତ୍ୟମ୍ ଅର୍ଥାତ୍ ରସକଲ୍ଲୋଳର ପ୍ରତ୍ୟେକ ପଦ ହିଁ ସୁଲଳିତ ଅଟେ। ତ ଏଥିରୁ କିଛି ଗୁଡ଼େ ଭଲ ପଦ ବା ପ୍ରସିଦ୍ଧ ପଦ ବା ଗୁରୁତ୍ୱପୂର୍ଣ୍ଣ ପଦ ବାଛିବାଟା ବହୁତ କଷ୍ଟସାଧ୍ୟ। ତେବେ ଆଜିର ଭିଡ଼ିଓରେ ଯେଉଁ 12ଟି ପଦ ଦେଖିଲେ ଏଇଟା କେବଳ ଏଇ ରସକଲ୍ଲୋଳ କାବ୍ୟର ପ୍ରଥମ ଛାନ୍ଦରୁ ଅଷ୍ଟମ ଛାନ୍ଦ ଭିତରେ ହିଁ ଏଇଟା ଆସିଛି। ତାପରେ ତା ପରବର୍ତ୍ତୀ ଯେତେ ଛାନ୍ଦ ରହିଲା ସେଥିରୁ ପୁଣି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପଦ ବାଛିକି ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ନେଇକି ଆସିବି। ଯେମିତିକି ଗୋଟିଏ ଅତି ପ୍ରସିଦ୍ଧ ପଦ ଅଛି କବି ଯା କରେ ମୂର୍ଖକୁ ସ୍ତୁତି ତାଠାରୁ ବଡ଼ ନାହିଁ ବିପତ୍ତି। ଏହିଭଳି ଅନେକ ପ୍ରସିଦ୍ଧ ପଦ ଏହି ଗ୍ରନ୍ଥରେ ରହିଛି। ତ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ମୁଁ ଆଉ କିଛି ପ୍ରସିଦ୍ଧ ଜନପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପଦ ନେଇକି ଆସିବି। ଧନ୍ୟବାଦ।